ଯେଉଁମାନେ ଚଳିତ ବର୍ଷ ଯୁକ୍ତ 3 ସ୍ପଟ୍ ବା ୱେଟିଂ ଲିଷ୍ଟ ପାଇଁ ଆବେଦନ କରିଥିଲେ ସେମାନଙ୍କ ପାଇଁ ବଡ଼ ଖବର, କାରଣ ସାମ୍ସ ତରଫରୁ ୱେଟିଂ ଲିଷ୍ଟ ର୍ୟାଙ୍କ ପ୍ରକାଶ ପାଇସାରିଛି। ମୁଁ ଏ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଜଣାଇବି କିପରି ଆପଣମାନେ ନିଜ ଫୋନ୍ରେ ନିଜର ୱେଟିଂ ଲିଷ୍ଟ ର୍ୟାଙ୍କ ଦେଖିପାରିବେ। ଚାଲନ୍ତୁ ଆରମ୍ଭ କରିବା ଆଜିର ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ। ମୁଁ ଆପଣମାନଙ୍କୁ ଡେସ୍କ୍ରିପସନ୍ ବକ୍ସରେ ୱେବସାଇଟ୍ର ଡାଇରେକ୍ଟ ଲିଙ୍କ ପ୍ରଦାନ କରିବି। ଆପଣମାନେ ସେ ଲିଙ୍କ ଉପରେ କ୍ଲିକ୍ କରି ଆଇଡି ଏବଂ ପାସୱାର୍ଡ଼, ଆଇଡି ଯାହା ହେଉଛି ଆପଣମାନଙ୍କ ଫୋନ୍ ନମ୍ବର ଏବଂ ପାସୱାର୍ଡ଼ ଦେଇ ଲଗ୍ଇନ୍ କରିସାରିଲା ପରେ ଠିକ୍ ଏହିପରି ୱେବସାଇଟ୍ ଆପଣମାନଙ୍କ ପାଇଁ ଓପନ୍ ହୋଇଯିବ। ଆପଣ ଦେଖିପାରିବେ ୱେବସାଇଟ୍ର ଡାହାଣ ପାର୍ଶ୍ୱରେ ଆପଣଙ୍କ ନାଁ ଏବଂ ଆପଣମାନଙ୍କ ଫଟୋ ମଧ୍ୟ ଆପଣମାନଙ୍କୁ ଦେଖିବାକୁ ମିଳିଯିବ। ଆପଣମାନେ କ'ଣ କରିବେ, ସିଧାସଳଖ ବାମ ପାର୍ଶ୍ୱରେ ଯେଉଁ 3ଟା ଧଳାର ଗାର ଅଛି ଆପଣମାନେ ତା ଉପରେ ଆପଣମାନଙ୍କୁ କ୍ଲିକ୍ କରିବା ପାଇଁ ପଡ଼ିବ। ଆପଣମାନେ ଦେଖିବେ କ୍ଲିକ୍ କରିସାରିଲା ପରେ ଭ୍ୟୁ ୱେଟିଂ ର୍ୟାଙ୍କ ବା ଆପଣମାନଙ୍କର ୱେଟିଂ ର୍ୟାଙ୍କ କେତେ ଅଛି ଦେଖିବା ପାଇଁ ଗୋଟେ ଅପସନ୍ ଆସୁଥିବ। ଆପଣମାନେ କ'ଣ କରିବେ, ସେ ଭ୍ୟୁ ୱେଟିଂ ର୍ୟାଙ୍କ ଉପରେ ଆପଣମାନଙ୍କୁ କ୍ଲିକ୍ କରିବା ପାଇଁ ପଡ଼ିବ। ଦେଖିପାରୁଥିବେ ଆପଣ ଲିଙ୍କ ଉପରେ କ୍ଲିକ୍ କରିସାରିଲା ପରେ ଆପଣମାନଙ୍କ ନାଁ ଦେଖିବାକୁ ମିଳିଯିବ, ଆପଣଙ୍କ ବାରକୋଡ୍ ନମ୍ବର ମିଳିଯିବ ଏବଂ ଆପଣ ଯେଉଁ କଲେଜ ପାଇଁ ଆପ୍ଲାଏ କରିଥିଲେ ସେହି ସବୁ କଲେଜର ଲିଷ୍ଟ ମଧ୍ୟ ଆପଣମାନଙ୍କୁ ଦେଖିବାକୁ ମିଳିଯିବ। ତା ସହିତ ଆପଣମାନେ କେଉଁ ଷ୍ଟ୍ରିମ୍ ପାଇଁ ଆପ୍ଲାଏ କରିଥିଲେ ଏବଂ କେଉଁ ସବଜେକ୍ଟ ପାଇଁ ଆପ୍ଲାଏ କରିଥିଲେ ମିଳିଯିବ। ଏବଂ ଫାଇନାଲି ଆପଣମାନଙ୍କର ୱେଟିଂ ଲିଷ୍ଟ ରାଉଣ୍ଡ ବା ୱେଟିଂ ଲିଷ୍ଟ ଆପଣମାନଙ୍କର କେତେ ସିଲେକ୍ସନ୍ ଆସିଛି ବା ଆପଣଙ୍କ ର୍ୟାଙ୍କ କେତେ ଅଛି ୱେଟିଂ ଲିଷ୍ଟ ପାଇଁ ଆପଣମାନଙ୍କୁ ଦେଖିବାକୁ ମିଳିଯିବ। ସେହିପରି ଚାହିଁଲେ ଆପଣମାନେ ବାକି ଯେତେ କଲେଜ ବି ଆପ୍ଲାଏ କରିଥିବେ ସବୁ ଆପଣମାନଙ୍କୁ ଏଠି ଶୋ କରିଯିବ। ଆପଣମାନେ ଜାଣିଛନ୍ତି କାଲି ଅର୍ଥାତ୍ ଅଗଷ୍ଟ 1 ଅପରାହ୍ନ 2ଟା ବେଳେ ଆପଣମାନଙ୍କ ସିଲେକ୍ସନ୍ ଲିଷ୍ଟ ବା ୱେଟିଂ ଲିଷ୍ଟ ଆପଣମାନଙ୍କ ପାଇଁ ପ୍ରକାଶ ପାଇବ। ଆପଣମାନଙ୍କ ଯାହା ବି ସିଲେକ୍ସନ୍ ହେଇଥିବେ ବା ୱେଟିଂ ଯଦି ବି ଆପଣମାନେ ରହିଥିବେ ଆପଣମାନଙ୍କର କଲେଜ ତରଫରୁ ଆପଣମାନଙ୍କୁ SMS ହେଉ କିମ୍ବା ଆପଣମାନଙ୍କୁ ଫୋନ୍ କଲ୍ ମାଧ୍ୟମରେ କିମ୍ବା ହ୍ୱାଟ୍ସଆପ୍ ମେସେଜ୍ ଥ୍ରୁରେ ଆପଣମାନଙ୍କୁ ଜଣାପଡ଼ିଯିବ। ତା ସହିତ କଲେଜ ନୋଟିସ୍ ବୋର୍ଡ଼ରେ କେଉଁମାନେ ସିଲେକ୍ସନ୍ ହେଲେ ବା କେଉଁମାନେ ୱେଟିଂ ଲିଷ୍ଟରେ ରହିଲେ ସେମାନଙ୍କ ଲିଷ୍ଟ ମଧ୍ୟ କଲେଜ ନୋଟିସ୍ ବୋର୍ଡ଼ରେ ମରା ହେଇଯିବ। ଆପଣମାନେ ଯାଇକି ନିଜର ସିଲେକ୍ସନ୍ ମଧ୍ୟ ଦେଖିପାରିବେ। ଧନ୍ୟବାଦ।